ଆଜିର ଏହି କାହାଣୀଟି ଆମକୁ ଲେଖି ପଠାଇଛନ୍ତି ପ୍ରମୋଦ ବାବୁ। ପ୍ରମୋଦ ବାବୁ କହୁଛନ୍ତି, ମୁଁ ପ୍ରମୋଦ, ବୟସ ମୋର 33, ବିବାହିତ, ଆଉ ଗୋଟେ ଝିଅ। ଦାମ୍ପତ୍ୟ ଜୀବନ ବି ଠିକ୍ ଠାକ୍ ଚାଲୁଛି। ମୋତେ ଇଣ୍ଟରନେଟରେ ଘିଅ ଘି ଭିଡ଼ିଓ ଦେଖିବା ଆଉ କାହାଣୀ ପଢ଼ିବାକୁ ବହୁତ ଭଲ ଲାଗେ। ମୋ ଜୀବନରେ ବି ବହୁତ ଅନୁଭୂତି ଅଛି। ବହୁତ ଥର ଭାବେ ଆପଣମାନଙ୍କୁ ଶୁଣାଇବି ବୋଲି, କିନ୍ତୁ ସମୟ ଅଭାବରୁ ପଠେଇ ପାରେନି। ତେବେ ଆଉ ପୂର୍ଣ୍ଣ କରି ଡାଇରେକ୍ଟ କାହାଣୀ ଉପରକୁ ଆସୁଛି। ଆଜିକୁ ପ୍ରାୟ 5 ବର୍ଷ ତଳର କଥା। ସେତେବେଳେ ମୋ ଝିଅ ଜନ୍ମ ହେଇଥାଏ, ତ ସେଥିପାଇଁ ସ୍ତ୍ରୀକୁ ଡେଲିଭରି ପରେ ତା ବାପ ଘରେ ନେଇ କଟକରେ ଛାଡ଼ିଦେଲି। ମାନେ କହିବାକୁ ଗଲେ ମୁଁ ପୁରା ବ୍ୟାଚେଲର। ଇଣ୍ଟରନେଟରେ ଯେତେ ଗିହାଗେହି ଭିଡ଼ିଓ ଦେଖୁଥାଏ, ସେତେ ମୋର ସ୍ତ୍ରୀକୁ ଗିହାଗେହି କରିବା ବିଷୟରେ ମନରେ ଭାବନା ଆସୁଥାଏ। ମୁଁ ଥରେ ଗୋଟେ ସ୍ତ୍ରୀ ଅଦଳ ବଦଳ କରି ଗିହାଗେହି କରିବାର ଭିଡ଼ିଓ ଦେଖିଲି। ପ୍ରଥମ ଥର ଦେଖିକି ଭାରି ମଜା ଲାଗିଲା। ଅନେକ ଥର ଇଚ୍ଛା ହୁଏ ମୋ ସାଙ୍ଗମାନଙ୍କର ସ୍ତ୍ରୀକୁ ଗେହିବା ପାଇଁ, କିନ୍ତୁ କେବେ ମୌକା ମିଳେନି। କିନ୍ତୁ ଭିଡ଼ିଓଟା ଦେଖିଲା ପରେ ଲାଗିଲା, ଯଦି ପରସ୍ପର ରାଜି ହେବା ତାହେଲେ ସମସ୍ତେ ମଜା ନେଇପାରିବା। ତାପରେ ଅନେକ ଭିଡ଼ିଓ ସ୍ତ୍ରୀ ଅଦଳ ବଦଳ କରି ଗିହାଗେହି କରିବା ବିଷୟରେ ଦେଖିବାକୁ ଲାଗିଲି। ପୁଣି ଅନେକ ଅନଲାଇନ୍ ଡେଟିଂ ସାଇଟ୍ ବି ମିଳିଲା। ଆହୁରି ଇଣ୍ଟରେଷ୍ଟ ବଢ଼ିବାରେ ଲାଗିଲା। ସର୍ଚ୍ଚ କରୁ କରୁ ଜାଣିଲି ଅନେକ ଓଡ଼ିଆ ଦମ୍ପତି ଏହିଭଳିଆ ଲାଇଫ୍ ଷ୍ଟାଇଲରେ ଅଛନ୍ତି। ଏକ ଆଇଡି ଗୋଟେ ବନେଇକି ଅନେକ ଦମ୍ପତିଙ୍କ ସହିତ ଚାଟିଂ ଆରମ୍ଭ କରିଦେଲି। ଏମିତି ଅନେକ ଦିନ ବିତିଗଲା। ଦିନକର କଥା, ଗୋଟେ ଭୁବନେଶ୍ୱରର ଦମ୍ପତି ମିଳିଲେ। ଚାଟିଂ କରୁ କରୁ ଟିକେ ଜେନ୍ୟୁଇନ୍ ଲାଗିଲା। ଧୀରେ ଧୀରେ କଥାବାର୍ତ୍ତା ବଢ଼ିବାରେ ଲାଗିଲା। ଯଦିଓ ମୋର କିଛି ଏକ୍ସପେରିଏନ୍ସ ନଥିଲା, କିନ୍ତୁ ମୁଁ ପୁରା ଏକ୍ସପେରିଏନ୍ସଡ କପୁଲ ଭଳିଆ କଥା ହେଉଥାଏ। କଥାବାର୍ତ୍ତାରୁ ତ ଜଣାପଡ଼ିଲା ସେମାନେ ବି ନୂଆ ନୂଆ ଏହି ଲାଇଫ୍ ଷ୍ଟାଇଲକୁ ଏକ୍ସପ୍ଲୋର କରୁଛନ୍ତି। ଏମିତି କିଛି ଦିନ ଗଲା ପରେ ହ୍ୱାଟ୍ସଆପ୍ ନମ୍ବର ଅଦଳ ବଦଳ କଲୁ, ଆଉ ଫଟୋ ବି ସେୟାରିଂ ହେଲା। ସେ ପର୍ଯ୍ୟନ୍ତ ମୁଁ କହିନଥାଏ କି ମୁଁ ବିବାହିତ ବୋଲି। କଥାବାର୍ତ୍ତାରୁ ଜଣାପଡ଼ିଲା ଲୋକର ସ୍ତ୍ରୀ ତାଠାରୁ ସନ୍ତୁଷ୍ଟ ନୁହେଁ, ଆଉ ସେ ତା ସ୍ତ୍ରୀକୁ ଖୁବ୍ ଭଲ ପାଏ। ତେଣୁ ତା ସ୍ତ୍ରୀର ଖୁସି ପାଇଁ ଏସବୁ ନାଟ। ଦିନେ ଫୋନରେ କଥା ହେଲି, ଆଉ ସିଏ ତା ସ୍ତ୍ରୀକୁ ବି ମୋବାଇଲଟା ଦେଲା। ଓହୋ, କି ମିଠା କଥା! ଲାଗୁଥିଲା ଯେମିତି ବହୁତ ଦୁଃଖୀ, ଆଉ ପୁରା ମଜା ନେବା ପାଇଁ ରେଡି। ତାପରେ ଏମିତି କଥା ହଉ ହଉ କିଛି ଦିନ ଚାଲିଗଲା। ଏହି ଭିତରେ ଭାଉଜ ମୋ ଉପରେ ପୁରା ଫିଦା। ତାଙ୍କ ପର୍ସନାଲ ନମ୍ବର ବି ମୋତେ ଦେଇଥାନ୍ତି, ଆଉ ଆମେ ରାତି ରାତି ହ୍ୱାଟ୍ସଆପରେ ଚାଟ୍ କରୁଥାଉ। ଦିନେ ମୁଁ ଭିଡ଼ିଓ କଲ୍ କଲି, ଆଉ ସେ ବି ରିସିଭ୍ କଲା, କିନ୍ତୁ ତୁରନ୍ତ କାଟିଦେଲା। ଆଉ ମେସେଜ କଲା କି ଶାଶୁ ପାଖରେ ଅଛନ୍ତି। କିନ୍ତୁ ଆହା, କନଫର୍ମ ହେଇଗଲି କି ସିଏ ଦେଖିବାକୁ ବହୁତ ଗୋରା। ଫେସ୍ଟା ଠିକ୍ ସେ ଦେଖିନଥାଏ, କାରଣ ଯେତେ ଫଟୋ ସେଣ୍ଡ କଲେ ସବୁରେ ଫେସ୍ଟା ଠିକ୍ ସେ ଦେଖିନଥାଏ, କାରଣ ଯେତେ ଫଟୋ ସେଣ୍ଡ କରନ୍ତି ଫେସ୍ଟା ସବୁଥିରେ ବ୍ଲର ହେଇକି ଥାଏ। ଏମିତି 15-20 ଦିନ ଗଲା ପରେ ଆମେ ଠିକ୍ କଲୁ ଦେଖା କରିବା ପାଇଁ। ମୁଁ ରହୁଥାଏ ସେତେବେଳେ ସମ୍ବଲପୁରରେ, ଆଉ ସ୍ତ୍ରୀ ନଥାଏ, ତ ମୋ ଘରେ ହିଁ ଦେଖା କରିବାର ପ୍ଲାନ୍ ବନିଲା। ସେମାନେ ତାଙ୍କ 2ଟା ଛୁଆକୁ ଶାଶୁ ପାଖରେ ଛାଡ଼ି ଗୋଟେ ସାଙ୍ଗର ମ୍ୟାରେଜ ଅଛି କହି ଆସିବାର ପ୍ଲାନ୍ କଲେ। ଯେତେ ଦିନ ପାଖଉଥାଏ ଆମେ ସେତେ ଏକ୍ସାଇଟମେଣ୍ଟ ବଢ଼ୁଥାଏ। ଫାଇନାଲି ସେମାନେ ଟିକେଟ କଲେ। ଟ୍ରେନରେ ମୋତେ ଫଟୋଟା ସେଣ୍ଡ କଲେ। ସେଦିନ ରାତିରେ
ଆମେ ଫୋନରେ ବହୁତ ଥର ଗିହାଙ୍ଗେହି କଥା ହେଇଛୁ। ଏଇ ବିଷୟରେ ଆଉ କେବେ କଥା ହବା। ଆଉ ବୋଧେ 3-4 ଥର ପାଣି ଗଡ଼େଇ ଦେଲୁ। ରାତିରେ ଟ୍ରେନରେ ବସି ସେମାନେ ମୋତେ ଫୋନ କଲେ, ଆଉ ମୋ ଖୁସି କହିଲେ ନ ସରେ। ସେଦିନ ରାତିରେ ଆଉ ମୋତେ ନିଦ ନାହିଁ। କେତେବେଳେ ସକାଳ ହବ ଆଉ ମୁଁ ସେମାନଙ୍କୁ ଭେଟିବି। ହଠାତ୍ 7ଟାରେ ଫୋନ ବାଜିଲା ଓ ମୋତେ କହିଲେ ସେମାନେ ଷ୍ଟେସନରେ ଅପେକ୍ଷା କରୁଛନ୍ତି। ମୁଁ ସେମିତି ହାଫ୍ ପ୍ୟାଣ୍ଟଟା ପିନ୍ଧିକି ମୋ ବାଇକଟା ନେଇକି ଷ୍ଟେସନକୁ ଗଲି। ଦେଖିଲି ଷ୍ଟେସନ ସାମ୍ନାରେ ସେମାନେ ଛିଡ଼ା ହେଇଛନ୍ତି। ପୁରା ଷ୍ଟେସନ ତ ଖାଲି, ସେଥିପାଇଁ ଚିହ୍ନିବାରେ କିଛି ଅସୁବିଧା ହେଲାନି। ବାଇକଟା ପାର୍କ କରିକି ସିଧା ଯାଇକି ସାଙ୍ଗକୁ କୁଣ୍ଢେଇ ପକେଇଲି, ଯେମିତି ସତରେ ବହୁତ ପୁରୁଣା ବନ୍ଧୁ। ଆରେ ସବୁ ଦେଖିକି ଭାଉଜ ହସୁଥାନ୍ତି, କଣେଇ କଣେଇ ମୋତେ ଦେଖୁଥାନ୍ତି। ମୁଁ ତାଙ୍କୁ ନମସ୍କାର କଲି, ଏ ବି ମୋତେ କଲେ। ସାଙ୍ଗ କହିଲା, ଭାଉଜକୁ ହଗ କରୁନୁ, କ'ଣ ଲାଜ କରୁଛୁ କି? ମୁଁ ମନେ ମନେ ଭାବୁଥାଏ, ରହ ଖାଲି ଟିକେ ଘରକୁ ଯାଏ, ତାପରେ ଦେଖେଇବି ଯେ ମୁଁ କ'ଣ କରିପାରେ। ତାପରେ ବାଇକରେ ସେମାନେ ବସିଲେ। ସାଙ୍ଗ କହିଲା ସେ ଗାଡ଼ି ଚଲେଇବ, ମୁଁ ବସିଲି ମଝିରେ ଆଉ ଭାଉଜ ପଛରେ। ସାଙ୍ଗ ଜାଣି ଜାଣି ପ୍ଲାନ୍ କରିକି ମୋତେ ଆଉ ଭାଉଜକୁ କ୍ଲୋଜ୍ କରୁଥିଲା। ମଝିରେ ମଝିରେ ବ୍ରେକ୍ ମାରିବାରୁ ଭାଉଜ ମୋ ଉପରେ ଆଉଜେଇ ହେଇ ପଡ଼ୁଥିଲେ, କିନ୍ତୁ ଲାଜ କରୁଥିଲେ। ତେଣୁ ଟିକେ ଖାଲି କାନ୍ଧରେ ହାତ ଧରି ପୁଣି ଛାଡ଼ି ଦଉଥିଲେ, ଯେମିତି ଟିକେ ଖାଲି ରାସ୍ତା ଆସିଲା। ତାଙ୍କ ବ୍ରେକ୍ ମାରିବାରୁ ଭାଉଜ ମୋ ଅଣ୍ଟାକୁ ଜୋରରେ ମାଡ଼ି ବସିଲେ। ଆଉ ମୁଁ ଦେଖିଲି ଭାଉଜ ସେମିତି ଘର ପର୍ଯ୍ୟନ୍ତ ଧରିଥାନ୍ତି। ମଝିରେ ମଝିରେ ମୋ ପେଟ ଓ ଛାତିକୁ ବି ଟଚ୍ କରୁଥାନ୍ତି। ମୋତେ ପୁରା ମଜା ଲାଗୁଥାଏ। ଆଉ ଗୋଟେ କଥା କହିବା ଭୁଲି ଯାଇଛି, ସକାଳୁ ସକାଳୁ ହାଫ୍ ପ୍ୟାଣ୍ଟଟା ପିନ୍ଧିକି ବାହାରିଛି, କିନ୍ତୁ ମୁଁ ଭିତରେ କିଛି ପିନ୍ଧିନଥିଲି। କାରଣ ଘରେ ମୋତେ ଜମାରୁ ଭିତରେ କିଛି ପିନ୍ଧିବାକୁ ଭଲ ଲାଗେନି। ଭାଉଜର ହାତ ବାଜି ମୋ ବାଣ୍ଡ ଟିକେ ଟିକେ ଟେଙ୍ଗେଇବା ଆରମ୍ଭ କରୁଥାଏ। ଯେମିତି ଘର ପାଖ ହେଲା, କହିଲି ଟିକେ ଗାଡ଼ି ରଖେ, ମୋତେ ମୁତିବାର ଅଛି। ସିଏ ସାଇଡ୍ କଲା, ଆଉ ମୁଁ ଯାଇକି ବାଣ୍ଡଟାକୁ ଟିକେ ସାଇଜ କରି ଟି ସାର୍ଟକୁ ପ୍ୟାଣ୍ଟ ଉପରକୁ ଭିଡ଼ିକି ଆସିଲି, ଯେମିତି କିଛି ଜଣା ପଡ଼ିବନି। କହିଲି ଏବେ ମୁଁ ଗାଡ଼ି ଚଲେଇବି। ଆଉ 15 ମିନିଟରେ ଆମେ ଘରେ ପହଞ୍ଚିଗଲୁ। ମୋ ଫ୍ଲାଟଟା ପ୍ରଥମ ମହଲାରେ। ସକାଳୁ ସକାଳୁ ତଳ ଘର ଲୋକ ବି କେହି ଉଠି ନଥିଲେ। ଆମେ ସିଧା ଯାଇକି କବାଟ ଖୋଲି ଘରେ ପଶିଗଲୁ। ତଳେ ମାଲିକେ ରୁହେ, ତେଣୁ ଦେଖିଥିଲେ ପୁଣି ପଚାରିଥାନ୍ତା ଯେ କିଏ ଆଉ କ'ଣ ପାଇଁ ଆସିଛନ୍ତି। ବେକାର କଥା ସବୁ। ସେଥିପାଇଁ ସିଧା ଆମେ ଉପରକୁ ପଳେଇଲୁ, ଆଉ କିଛି ଅସୁବିଧା ବି ହେଲାନି। ଘରେ ପହଞ୍ଚିକି ସୋଫାରେ ବସିଲୁ, ଆଉ ଭଲକି ଟିକେ ପରସ୍ପରକୁ ଦେଖିଲୁ। ସମସ୍ତେ ହସିବାକୁ ଲାଗିଲୁ, ଆଉ ନିଜ ନିଜ ନାଁ କହିଲୁ। ଜଣା ପଡ଼ିଲା ସେମାନେ ତାଙ୍କ ପ୍ରୋଫାଇଲରେ ଯୋଉ ନାଁ ଲେଖିଥିଲେ ତାଙ୍କ ସତ ନାଁ ସେଇଆ ନୁହେଁ। ତାଙ୍କର ନାଁ ହେଉଛି ପ୍ରଦୀପ, ଆଉ ଭାଉଜର ନାଁ ହେଉଛି ଇତିନା। ସେମାନେ 7 ବର୍ଷ ହେଲାଣି ବିବାହିତ, ଆଉ ତାଙ୍କର 2ଟା ପିଲା। କିନ୍ତୁ ଭାଉଜକୁ ଦେଖିଲେ ଲାଗୁଥାଏ ଯେମିତି ନୂଆ ନୂଆ ବାହା ହେଇଛି। ଦେଖିବାକୁ ବହୁତ ଗୋରା, ଆଉ ଠିକ୍ ନାକ ସାଇଡରେ ଗୋଟେ କଳା ଯାଇ, ଆଇଟି ଫିଟିଂ ଲେଗିନ୍ସକି ଗୋଟେ ସାଲୁଆର ପିନ୍ଧିଥାନ୍ତି, ଆଉ ତାଙ୍କ ଦୁଧ ପୁରା ଫୁଟିକି ଦେଖାଯାଉଥାଏ। ତାପରେ ଭାଉଜ କହିଲେ ମୁଁ ଯାଉଛି ଚା ବନେଇ ଆଣି। ଆଉ ପ୍ରଦୀପ କହିଲା ବାଥରୁମ୍ ଯାଇକି ଫ୍ରେଶ ହବ ବୋଲି। ପ୍ରଦୀପକୁ ବାଥରୁମ୍ ଦେଖେଇ ଦେଲି, ଆଉ ରୋଷେଇ ଘରୁ ଭାଉଜ ଡାକିକି କହିଲେ ପ୍ରମୋଦ, ଚିନିଟା କୋଉଠି ଅଛି? ତାଙ୍କ ପାଟିରୁ ପ୍ରମୋଦ ଶୁଣିକି ମୋର ପୁରା ଦେହରେ ଯେମିତି କରେଣ୍ଟ ଲାଗିଲା ଭଳିଆ ଲାଗିଲା। ତୁରନ୍ତ ମୁଁ ରୋଷେଇ ଘରକୁ ଗଲି। ଦେଖିଲି ଭାଉଜ ଗ୍ୟାସ୍ ଲଗେଇଛନ୍ତି, ଆଉ ଚୁଲିକୁ ମୁହଁ କରିକି ଛିଡ଼ା ହେଇଛନ୍ତି। ମୁଁ ଯାଇକି 2 ମିନିଟ୍ ଭାଉଜକୁ ପଛରୁ ସେମିତି ଦେଖୁଥାଏ। ଓହୋ, କିଏ ଗାଣ୍ଡି, ପୁରା ଗୋଲ ଗୋଲ ଆଉ ମାଂସାଳ।
ଇଚ୍ଛା ହେଉଥାଏ ଯାଇକି ମାଡ଼ି ବସନ୍ତି। ତାପରେ ଭାଉଜ ପଛକୁ ଅନେଇକି କହିଲେ, ଆରେ ତମେ ଏଇଠି, କୁହ ଜଲ୍ଦି ଚିନିଟା କୋଉଠି ଅଛି? ମୁଁ ଟିକେ ପାଖକୁ ଯାଇକି କହିଲି, ଆରେ ଏଇଠି ବା ଅଛି। ଆଉ ତାଙ୍କୁ ଚିନି ଡବାଟା ବଢ଼େଇ ଦେଲି। ସେ ଠିପି ଖୋଲି ଜଷ୍ଟ ପକେଇବାକୁ ଯାଉଥାନ୍ତି ଆଉ ଜୋରରେ ହସିବାରେ ଲାଗିଲେ। ମୁଁ କିଛି ବୁଝିପାରୁନଥାଏ ଯେ ହେଲା କ'ଣ। ମୁଁ ତାଙ୍କୁ ସେମିତି ଦେଖୁଥାଏ। ପଚାରିଲି, କ'ଣ ହେଲା? ସିଏ କହିଲେ, ତମ ମୁଣ୍ଡ ବୋଧେ କାମ କରୁନି, ଚିନି ମାଗିଲେ ତମେ ସୁଜି ଦଉଛ। ମୁଁ ବି ଦେଖିଲି ସତରେ ସୁଜି ଡବାଟା ତାଙ୍କ ହାତକୁ ଦେଇଛି। ତାପରେ ସରି ସରି କହି ଚିନି ବୋତଲଟା ଦେଲି। ତାପରେ ଆମେ ଦି ଜଣ ଜୋରେ ଜୋରେ ହସିବାକୁ ଲାଗେ। ମୁଁ ଖାଲି ତାଙ୍କ ଦୁଧକୁ ଦେଖୁଥାଏ। ଯେତେବେଳେ ସେ ହସୁଥାନ୍ତି ତାଙ୍କ ଗୋଲ ଗୋଲ ଦୁଧ ବି ଖାଲି ହଲୁଥାଏ। ସେ ମତେ ଦେଖିକି କହିଲେ, କ'ଣ ତମ ମୁଣ୍ଡ ଖରାପ ହେଇଯାଇଛି ନା କ'ଣ? ନଜରଟା ଆଉ କୋଉଠି ଅଛି? ମୁଁ ବି ତିଳେ ଲାଜେଇ ଗଲି ଆଉ କହିଲି, ନଜର ଖାଲି ତମକୁ ଦେଖୁଛି ଆଉ ସେଇଥିପାଇଁ ସବୁ ଗଡ଼ବଡ଼ ହେଇଯାଉଛି। ସିଏ କହିଲେ, ଆଚ୍ଛା ଏମିତି ଯଦି ତାହେଲେ ଗାଡ଼ିରେ ଏମିତି କାହିଁକି ଦୂରେଇ ଦୂରେଇ ହଉଥିଲା? ମୁଁ କହିଲି ନାଇଁ ମ, ପ୍ରଥମ ଥର ତମକୁ ଦେଖିଲି ତ ଭାବିଲି କ'ଣ ଭାବିବ ବୋଲି। ସେ କହିଲେ, ଯଦି ଏତେ ଭାବିଥାନ୍ତି ତେବେ କ'ଣ ଏତେ ଦୂର ତମ ପାଖକୁ ଆସିଥାନ୍ତି? ଏତିକି କହି ସେ ମୋ ଗାଲରେ ଗୋଟେ ଚୁମା ଦେଲେ। ମୁଁ କିଛି ବୁଝିପାରିଲିନି, ସେମିତି ଛିଡ଼ା ହେଇଥାଏ। ଟିକେ ବେଳକୁ ପ୍ରଦୀପ ବାଥରୁମରୁ ଡାକ ଛାଡ଼ିଲା, ଆରେ ସାମ୍ପୁଟା କୋଉଠି ଅଛି? ମୁଁ କହିଲି, ରହ ଆସୁଛି। ଆଉ ରୋଷେଇ ଘରୁ ଜଷ୍ଟ ବାହାରୁଥାଏ କି ଭାଉଜ ମୋ ହାତ ଭିଡ଼ି ଧରିଲେ ଆଉ ଇସାରାରେ କହିଲେ ନ ଯିବା ପାଇଁ। ମୁଁ ପ୍ରଦୀପକୁ କହିଲି, ଦେଖେ ସେଇ କ୍ୱେଶ୍ଚିନ୍ ଉପରେ ଅଛି। ତାପରେ ପୁଣି ଭାଉଜ ଆଡ଼କୁ ପଳେଇ ଆସିଲି। ଏଥର ଆଉ ମଉକା ଛାଡ଼ିବାର ନଥିଲା। ଜାଣିଲି ପ୍ରଦୀପ ସାମ୍ପୁ କରିକି ଆସିବାକୁ ଟାଇମ୍ ଲାଗିବ। ତେଣୁ ଭାଉଜକୁ ଦି ହାତରେ ଧରିଲି ଆଉ କୁଣ୍ଢେଇ ପକେଇଲି। ସେ ବି ମୋତେ ଆଉ କୁଣ୍ଢେଇ ପକେଇଲି ଆଉ ମୁଁ ତାଙ୍କୁ ଓଠରେ ଚୁମା ଦେଲି। ସେ ବି ପୁରା ମାଡ଼ି ବସିଲେ ଆଉ ପୁରା ଜୋର ଜୋରରେ ମୋର ଓଠକୁ ଖାଇବାକୁ ଲାଗିଲେ। ମୁଁ ବି ପୁରା ମଜା ନେଉଥାଏ। ତାପରେ ମୁଁ ମୋ ଜିଭ ତାଙ୍କ ପାଟିରେ ପୂରେଇକି ଆଉ ସେ ଜୋର ଜୋର ଶୋଷିବାକୁ ଲାଗିଲେ। ମୁଁ ବି ପୁରା ମୁଡ଼ରେ ଥାଏ ଆଉ ହାତଟା ନେଇକି ତାଙ୍କ ଗାଣ୍ଡିକି ଚିପିବାକୁ ଲାଗିଲି। ସେ ବି ଖାଲି ଉଚ୍ଛନ୍ନ ହେଉଥାଏ। ଲାଗୁଥିଲା ଯେମିତି ବହୁତ ଦିନର ଶାନ୍ତ ହେଇନି, ପୁରା ପାଗିଳି ଭଳିଆ ମୋତେ ଖାଇ ପକାଉଥାଏ। ମୋତେ ବି ଭାରି ମଜା ଲାଗୁଥାଏ। ଆଲୁଅଟାକୁ ଟିକେ ଉପରକୁ ଟେକିକି ଆଉ ହାତଟା ସିଧା ନେଇକି ତାହାର ଲେଗିନ୍ସ ଭିତରେ ପୂରେଇ ଦେଲି ଆଉ ତାପରେ ଆରମ୍ଭ କଲି ଚିପାଚିପି। ସେତେବେଳେ ଭାଉଜ କହିଲା, ପ୍ରଦୀପ ଆସିଯିବ, ଯାହା ହବ ତାଙ୍କ ପରମିସନରେ ହେଲେ ଭଲ ହବ, ନହେଲେ ତାଙ୍କ ମନ ଦୁଃଖ ହବ। ମୁଁ ବି ରହିଗଲି, କିନ୍ତୁ ହାତ ସେମିତି ତାଙ୍କ ପ୍ୟାଣ୍ଟ ଭିତରେ ଥାଏ ଆଉ ଗାଣ୍ଡିକୁ ଚିପୁଥାଏ। ଭାଉଜ ଖାଲି ମୋ ଓଠକୁ ଖାଇ ଯାଉଥିଲେ, ପୁରା ଲାଳ ଲାଳ ହେଇଯାଇଥିଲୁ। ହଠାତ୍ ସେ ମୋତେ ଟିକେ ଦୂରେଇ ଦେଲେ ଆଉ କହିଲେ, ଏଇଟା କ'ଣ? କାହିଁକି ତଳକୁ ଦେଖିଲି? ସେତେବେଳକୁ ମୋ ବାଣ୍ଡ ପୁରା ପଥର ହେଇଯାଇଥାଏ। ସେ ଆଉ ସମ୍ଭାଳି ନ ପାରି ପ୍ୟାଣ୍ଟ ଉପରୁ ବାଣ୍ଡକୁ ଭିଡ଼ିବାକୁ ଲାଗିଲେ। ମୋତେ ବହୁତ ମଜା ଲାଗୁଥାଏ। ଓହୋ କି ଆନନ୍ଦ! ମୋତେ ଲାଗିଲା ମୋର ବାହାରିଯିବ, କିନ୍ତୁ ଭାବିଲି ଯଦି ଏତେ ଜଲ୍ଦି ବାହାରିବ ତାହେଲେ ଇମ୍ପ୍ରେସନଟା ପୁରା ଖରାପ ହେଇ। ସେଥିପାଇଁ ମୁଁ ମୋ ଆଙ୍ଗୁଠିଟା ଭାଉଜ ଗାଣ୍ଡି କଣାରେ ପୂରେଇ ଦେଲି। ଆଲେ ଏଇ ସେ ଜୋରରେ ଚିତ୍କାର କଲେ ଆଉ ବାଣ୍ଡକୁ ଛାଡ଼ି ଦୂରେଇକି ଛିଡ଼ା ହେଲେ। କହିଲେ, ଦୁଷ୍ଟ କ'ଣ କରୁଛ? ସେଇଠି ନୁହେଁ, ଭାରି କାଟେ। ପରିବାର ଅଛି ଯଦି ଆଗରେ କର, ପଛରେ ନୁହେଁ। ଏଇଆ କହିକି ପୁଣି ମୋ ବାଣ୍ଡକୁ ମୁଠେଇକି ଆଗ ପଛ କରିବାକୁ ଲାଗିଲେ। କହିଲେ, ବାପରେ ଏଇଟା କ'ଣ ସତରେ ଏତେ ବଡ଼, ନା ଆଉ କିଛି ଯନ୍ତ୍ର ଲଗେଇଛ? ମୁଁ ବି ପଛପଟୁ ହାତଟା କାଢ଼ି ଜୋର ଜୋରରେ ତାଙ୍କ ଦୁଧକୁ ଦଳିବାକୁ ଲାଗିଲି। ଭାଉଜ କେତେ ସାଇଜ ତମର? ଲାଗୁଛି 38 କି 40 ହବ। ସେ ହସିକି କହିଲେ, ନା ବା 38।
ମୁଁ କହିଲି ଓହୋ ଏତେ ବଡ଼ ଲାଗୁଛି ଯେ। ସେ କହିଲେ ଠିକ୍ ସେ ଦେଖ। ମୁଁ ଆଉ ସମ୍ଭାଳି ନ ପାରି ସାଲୁଆର ଭିତରେ ହାତ ପୂରେଇକି ଦୁଧ ଦଳିବାକୁ ଲାଗିଲି। ସେ କହିଲେ ରୁହ ରୁହ, ଡ୍ରେସ୍ଟା ଚିରିଦବ ନା କ'ଣ? ଏଇଆ କହିକି ସେ ଡ୍ରେସ୍ଟାକୁ ଟେକିଦେଲି। ମୁଁ ଆଉ ଡେରି ନ କରି ବାରାକୁ ଉପରକୁ ଟେକି ଦେଇ ଦୁଧକୁ ଜୋରେ ଜୋରେ ଚିପିବାକୁ ଲାଗିଲି। ବାପାରେ କି ନରମ ନରମ ଦୁଧ, ଭୁଣ୍ଡି ପୁରା ଗୋଲାପି ଲାଗୁଛି, ଯେମିତି ଦୁଧ ବାହାରି ପଡ଼ିବ। ଏମିତି 5 ମିନିଟ୍ ଚିପିକି ପାଟିରେ ପୂରେଇକି ଶୋଷିବାକୁ ଲାଗିଲି। ଆଉ ସେ କଣ୍ଟ୍ରୋଲ କରିପାରୁନଥିଲି। ମୋ ବାଣ୍ଡକୁ ଖାଲି ଭିଡ଼ିକି ବାହାର କରିବା ପାଇଁ ଚେଷ୍ଟା କରୁଥାନ୍ତି। ଫାଇନାଲି କହିଲେ ତମେ ପ୍ଲିଜ୍ ଆଉ ସହି ହଉନି, ଟିକେ ଦେଖାଅ ତମର ଯନ୍ତର। ମୁଁ କହିଲି ପ୍ରଦୀପ ଆସିଯିବ। ଆଉ ଥରେ ବାଣ୍ଡ ବାହାରକୁ ବାହାରିଲେ ରସ ବାହାର କରିକି ହିଁ ମାନିବ। ସେ ଆଉ କିଛି ଶୁଣିବା ମୁଡରେ ନଥିଲା। ପେଣ୍ଟର ହୁକ୍ଟା ଖୋଲି ବାହାରକୁ କାଢ଼ିଦେଲି। କଳା ଚମଚମ ଅଜଗର ପରିକା ଖାଲି ମୋ ବାଣ୍ଡ ଫଁ ଫଁ ହେଉଥାଏ। ସେ 2-3 ମିନିଟ୍ ଖାଲି ସେମିତି ଦେଖୁଥାନ୍ତି। ସତରେ ଏଇଟା କ'ଣ ସତ ନା ମେଡ଼ିସିନ ଖାଇକି ଏମିତି କରିଛ? ମୁଁ ହସି ଦେଇ କହିଲି ଭାଉଜ କ'ଣ ଠିକ୍ ଅଛି ତ ବାଣ୍ଡଟା? ସେ କହିଲେ ବାପାରେ ବାପ, ମୋର ତ ପୁରା ମେଲା କରିଦେବ ଯଦି ଭିତରେ ପଶିବ। ମୁଁ କହିଲି ଜମା ଡରନି, ଆସ୍ତେ ଆସ୍ତେ ସବୁ ହେଇଯିବ। ଏତିକି ଭିତରେ ତାଙ୍କ ଭୁଣ୍ଡିକି ଖାଇ ଖାଇ ପୁରା ନାଲି କରିଦେ। ସିଏ କହିଲେ ଛାଡ଼ିଦିଅ, ପୋଡ଼ିଲାଣି। ମୁଁ କହିଲି ତାହେଲେ ତମେ ଛାଡ଼ ମୋ ବାଣ୍ଡକୁ। ସିଏ କହିଲେ ନା ନା ଜମା ହଉନି। ଏମିତି କହି ସେ ଜୋରେ ଜୋରେ ହଲେଇବାକୁ ଲାଗିଲେ। ମୋତେ ଲାଗିଲା ଆଜି ଆଉ ସମ୍ଭାଳି ହବନି କିଛି। କିନ୍ତୁ ପୁଣି ଭାବିଲି ନା, ଆଗ ଭାଉଜର ପାଣି କାଢ଼ିବି ତ ପରେ ମୋର। ଏଇଆ ଭାବିକି ଜୋର କରି ଭାଉଜକୁ ଅଲଗା କଲି। ଆଉ ତାକୁ ଟେକିକି ରୋଷେଇ ସ୍ଲାବ୍ ଉପରେ ବସେଇଦେଲି। ସିଏ କହିଲା ଇଏ କ'ଣ? ମୁଁ କହିଲି ରୁହ, ବାଣ୍ଡକୁ ଦେଖିଲ ତ, ଏବେ ତମ ବିଆ ଦେଖାଅ। ଏଇଆ କହିକି ତାଙ୍କ ପେଣ୍ଟ ଖୋଲିକି ଏକ ଥରକେ ତଳକୁ କରିଦେଲି ଆଉ ଗୋଟେ ଗୋଡ଼ ପଟୁ ବାହାର କରିଦେଲି। ସେ ଖାଲି ଓ ହା ହଉଥାନ୍ତି। ମୋତେ ବି ଟିକେ ଟିକେ ଡର ଲାଗୁଥାଏ, କାଳେ ପ୍ରଦୀପ ଆସିଯିବ। ସେ ବି ସେଇଆ କହୁଥାନ୍ତି ପ୍ଲିଜ୍ ଏବେ ନୁହଁ, ରାତିରେ ଭଲରେ କରିବା। ପ୍ରଦୀପ ଏମିତି ଦେଖିଲେ ଖରାପ ଭାବିବେ, ତାଙ୍କ ସାମ୍ନାରେ କରିବା। ସେ ପରମିଶନ ବି ଦେବେ। ନା ନା ଛାଡ଼। ମୁଁ କିନ୍ତୁ ଆଉ ଜମା ଛାଡ଼ିବା ମୁଡରେ ନଥାଏ। ସିଧା ଆଣ୍ଠେଇ ପଡ଼ି ମୁହଁକୁ ନେଇକି ଜଙ୍ଘ ସନ୍ଧିରେ ପୂରେଇଦେଲି। କହିଲି ଭାଉଜ ଡରନି, ଏବେ ତମକୁ କେହିବିନି, ଖାଲି ବିଆଟା କେତେ ଗମ୍ଭୀର ଅଛି ମାପିବି। ଏଇଆ କହିକି ଜିଭ ପୂରେଇକି ଚାଟିବାକୁ ଲାଗିଲି। ଏମିତି ମୁଁ ଧୀରେ ଧୀରେ କରେ, କିନ୍ତୁ ସେଦିନ ଆଉ ସମୟ ନଥିଲା। ମୋତେ ଜଲ୍ଦି ଜଲ୍ଦି ଭାଉଜକୁ ଶାନ୍ତ କରିବାର ଥିଲା। କିନ୍ତୁ ସେ ଅଲରେଡ଼ି ପୁରା ଓଦା ହେଇଯାଇଥିଲେ। ମୁଁ ବି ବିଆଟା ପଚପଚ ହେଉଥିଲା, ପୁରା ବିଆଟା ପଚପଚ ହେଉଥିଲା। କି ସୁନ୍ଦର ବାସ୍ନା। କଳା ଚମଚମ ଜଙ୍ଗଲ ଭିତରେ ଗହିରିଆ ଘାତ। ଜିଭ ପୂରେଇକି ଖାଲି ଓଳେଇ ଦେଇଗଲି ପଚ ପଚ କରିକି। ସେ ଜୋର କରି ଖାଲି ମୋ ଭାଳକୁ ଭିଡ଼ି ଧରିଲି। ଆଉ ନୁହେଁ, ଏଇଭଳିଆ କହି ଚାଲିଥିଲି। ହଠାତ୍ କିଛି ସେକେଣ୍ଡ ପାଇଁ ସେ ପୁରା ଚୁପ୍ ହେଇଗଲି। ଆଉ ଯେତେ ବଳ ଥିଲା ଯେତେ ଜୋରରେ ଜଙ୍ଘରେ ମୋତେ ଜାବୁଡ଼ି ଧରିଲି। ମରିଗଲି ଲୋ। ଆଉ ପିଚକାରୀ ଭଳିଆ ପାଣି ଛାଡ଼ିଦେଲି। ମୁଁ ଯେତେ ଚେଷ୍ଟା କରୁଥାଏ ମୁହଁ ହଟେଇବାକୁ ଜମା ଛାଡ଼ୁନଥାନ୍ତି। ସବୁ ପାଣି ମୋ ମୁହଁ ତାଡ଼ି ପାଟିରେ ଲାଗିଥାଏ। ଧାଇଁ ସାଇଁ ହେଇଗଲି। ଆଖି ଆଉ ଖୋଲି ପାରୁନଥାନ୍ତି। ବହୁତ ଦିନ ଲାଗୁଛି, ବହୁତ ନିଦ ଲାଗୁଛି, ବହୁତ ନିଦ ଲାଗୁଛି ପ୍ରମୋଦ, ବହୁତ ନିଦ ଲାଗୁଛି କହିକି ମୁଣ୍ଡ ବୁଲେଇ ଦଉଛି। ଏମିତି କହିକି ଖାଲି ଏମିତି ହଉଥିଲେ। ମୋତେ ଜଣାପଡ଼ିଲା ବହୁତ ଦିନରୁ ଭାଉଜ ଘିହା ଖାଇନଥିଲି। ଆଉ ମୋତେ ଜୋରରେ ଜାବୁଡ଼ି ଧରିଲେ ଆଉ ଭିଡ଼ିକି ଗୋଟେ କିସ୍ ମାରିଲି। ସେମିତି ଛାତିରେ ମୁଣ୍ଡ ଦେଇକି ଛିଡ଼ା ହେଇଥାନ୍ତି ସେ, ଅଧା ନଙ୍ଗଳା। ମୁଁ ବି ଅଧା ନଙ୍ଗଳା। ଆରେ ଗାମୁଛାଟା ଟିକେ ଦେଲୁ। ତାପରେ ପୁଣି ପ୍ରଦୀପ ପାଟି କଲା, ଆରେ କୁଆଡ଼େ ଗଲୁ? ଗାମୁଛାଟା ଟିକେ ଦେଇଯା।
ଆଉ ଏସବୁ ଭିତରେ ମୋ ବାଣ୍ଡ ବି ନରମ ହେଇଯାଇଥାଏ, କିନ୍ତୁ ହେଲେ ବି ଫଁ ଫଁ ହଉଥାଏ। ବାଣ୍ଡର ଅଗ ନାଳୁଆ ହେଇଯାଇଥାଏ। ଭାଉଜକୁ କହିଲେ, ଭାଉଜ ଛାଡ଼, ମୁଁ ଯାଏ, ସାଙ୍ଗ ଡାକିଲେଣି। ସେ କହିଲା, ସରି, ତମକୁ କିଛି ସୁଖ ଦେଇପାରିଲିନି। ମୁଁ କହିଲି, ଆରେ ଏଇଟା ଜଷ୍ଟ ଆରମ୍ଭ, ପୁରା ସମୟ ଅଛି। ସେ ବାଣ୍ଡକୁ ଭିଡ଼ି ନେଇ ପାଟି ଭିତରେ ପୂରେଇ 4-5 ଥର ଶୋଷି ପକେଇଲେ। ମୁଁ ତାଙ୍କ ମୁଣ୍ଡକୁ ଧରିଦେଲି। ତେବେ ଆଜିର କାହାଣୀ ଏଇଠି ରଖୁଛି। ଯଦି ଆଗକୁ କ'ଣ ହେଲା ଜାଣିବାକୁ ଚାହୁଁଛନ୍ତି, ତାହେଲେ କମେଣ୍ଟ କରିକି ପାର୍ଟ 2 ନିଶ୍ଚୟ ଲେଖିବେ।